କଥା କହିବା ଆପଣ ପଚାରିଲେ ଯେ ନେତାଙ୍କ ବିଷୟରେ ପଚାରିଲେ ଯେ ଉତ୍କଳରେ ଆପଣ ଓଡ଼ିଶା ମାଟିରେ କେଉଁଭଳି ନେତାଙ୍କୁ ଚାହୁଁଛନ୍ତି ବା କେଉଁଭଳି ନେତା ସେ ପଦରେ ଆସନ ହେବେ ଏ ବିଷୟରେ ଆମର ଯୋଉ ପୂର୍ବ ମହାପୁରୁଷ ମାନେ ଯେଉଁ ଦିବ୍ୟ ମହାତ୍ମା ମାନେ ଜନ୍ମ ନେଇଛନ୍ତି ହଁ ହଁ ସେମାନେ ମନେ ପଡେ ଗୋପବନ୍ଧୁ ଦାସଙ୍କର ଗୋଟେ କଥା ଆଚ୍ଛା କୁହନ୍ତୁ। ଉତ୍କଳରେ ନାହିଁ ନେତା ଉତ୍କଳ ଜନ ଉତ୍କଳର ନେତା ପ୍ରଭୁ ସ୍ୱୟଂ ନାରାୟଣ ହଁ ଭାବରେ ଗୋପବନ୍ଧୁ ଦାସ କହୁଛନ୍ତି ଯେ ଉତ୍କଳରେ ନେତାଙ୍କର ପ୍ରয়োଜନ ନାହିଁ। ଉତ୍କଳର ନେତା ହଉଛନ୍ତି ସ୍ୱୟଂ ନାରାୟଣ। ଯେଉଁ ନାରାୟଣ ଯେଉଁ ଜଗତର ନାଥ ଜଗନ୍ନାଥ ଏ ଉତ୍କଳ ମାଟିକୁ ଓଡ଼ିଶା ଦେଶକୁ ଚଳାଉଛନ୍ତି ସିଏ ହଉଛନ୍ତି ଏଠି ସର୍ବଶ୍ରେଷ୍ଠ ନେତା। ଆଚ୍ଛା ବର୍ତ୍ତମାନ ଇଲେକ୍ସନ ରାଜନୀତି କଥା ଦେଖୁଛି ଏଠି ବିଭିନ୍ନ ଦଳ ସବୁ ରହିଛି। ହୁଁ ହୁଁ କୌଣସି ଦଳର ନୁହନ୍ତି ସେ ହଉଛନ୍ତି ସାରା ଜଗତର ନାଥ। କେହି କହିପାରିବନି ଯେ ସେ ହିନ୍ଦୁ ମାନଙ୍କର ଦେବତା ବୋଲି, କେହି କହିପାରିବେନି ଯେ ସେ ଅନ୍ୟ କୋଉ ସମ୍ପ୍ରଦାୟର ଦେବତା ବୋଲି। ସେ ହିନ୍ଦୁ ମୁସଲିମ ଇସଲାମ ଖ୍ରୀଷ୍ଟିଆନ ସମସ୍ତଙ୍କର ଦେବତା। ସେ ହେଉଛନ୍ତି ଜଗନ୍ନାଥ, ସେ ହେଉଛନ୍ତି ଆମ ନେତା ପ୍ରଥମ କହିଲେ। ହୁଁ ତାପରେ ଆମେ ଆଗାମୀ ଯେଉଁ ବର୍ତ୍ତମାନ ସମୟ ଚାଲିଛି ସେ ସମୟ ବିଷୟରେ ଯଦି ଆଲୋଚନା କରିବା ଗୋଟେ କଥା ଆସେ ମହାପୁରୁଷଙ୍କ ଇଏରେ ଆମେ ଭାବୁ ଯେ ପାର୍ଟି ଏଇ ଦଳ ଯେତେବେଳେ ଜିତିବ ଆଉ ବିପକ୍ଷ ଦଳ ଏଇ ଜିତିବ ସମସ୍ତେ ବିଭିନ୍ନ ବିଭିନ୍ନ ଦଳର ନେତୃତ୍ୱ ନେଉଛନ୍ତି। ଯିଏ ଯେଉଁ ଦଳ ଯାହାକୁ ପସନ୍ଦ ଲାଗୁଛି ସେ କହୁଛି ଯେ ମୁଁ ଏଇ ଦଳକୁ ଜିତିବାକୁ ମୋତେ ଭାରି ଭଲ ଲାଗେ। ଠିକ କଥା। ସମସ୍ତଙ୍କର ବିଭିନ୍ନ ପ୍ରକାର ଇଚ୍ଛା ରହିଛି ହୁଁ କିନ୍ତୁ ପ୍ରକୃତ ଫଳାଫଳ ଯେ କଣ ହବ ଇଏ ମହାପ୍ରଭୁଙ୍କ ହାତରେ ନିର୍ଧାରିତ। ସ୍ୱୟଂ ଜଗନ୍ନାଥ ୟାକୁ ସ୍ଥିର କରିବେ କିଏ ହବ। ମହାପୁରୁଷ କହିଲେ ଚକ୍ରାମଣାମଣି ରାଜନୀତି କ୍ଷେତ୍ର ତୀର ନେତା ମାନେ ସବୁ ଏବେ ପାଗଳ। এই ରାଜନୀତି କ୍ଷେତ୍ର ବହୁତ ଅସ୍ଥିର ଦେଖାଏ ଯେ ଭାବୁଥିବ ଯେ ମୁଁ ଏଥର ଭଲ ପ୍ରଚାର ପ୍ରସାର କରିଛି ଏବଂ ଏଇଥର ମୁଁ ନିଶ୍ଚିତ କାମ କରିବି ବୋଲି କିନ୍ତୁ ତାହା ଅସ୍ଥିର ହବ ପରିବର୍ତ୍ତନ ହେଇଯିବ ଏବଂ ନେତାମାନେ ପଦ ପଦବୀକୁ ପ୍ରାପ୍ତି କରିବା ପାଇଁ ପାଗଳ ହେଇଯିବେ। ପଦ ପଦବୀକୁ ପ୍ରାପ୍ତି କରିବା ପାଇଁ ସମସ୍ତଙ୍କର ଇଚ୍ଛା ଅଛି। ଆଚ୍ଛା ଯେଉଁ ନେତା ମାନେ ବି ଆଜି ଯେଉଁ ସିଟରେ ଆସନରେ ପାଇବା ପାଇଁ ଆଜି ଛିଡା ହେଇଛନ୍ତି ଇଲେକ୍ସନରେ ସେମାନେ ସେ ଇଚ୍ଛାକୁ ରଖିକି ଛିଡା ହେଇଛନ୍ତି ଯେ ମୁଁ ନିଶ୍ଚିତ ଏଇ ଆସନକୁ ପାଇବି, ମୁଁ ନିଶ୍ଚିତ ଏମପି ଆସନକୁ ପାଇବି କି ଏମଏଲଏ ଆସନକୁ ପାଇବି ହୁଁ କି ପଦକୁ ପାଇବି ବୋଲି ସେମାନେ ସେ ଆଶା ନେଇକି ଛିଡା ହେଇଛନ୍ତି। କିନ୍ତୁ ସେ ରାଜନୀତି କ୍ଷେତ୍ର ଅସ୍ଥିର ହେଇଯିବ ଯିଏ ଯାହା ଚାହୁଁଥିବେ ତାହା ହେଇପାରିବ ନା। ଆଚ୍ଛା ଯିଏ ଯାହା ଚାହୁଁଥିବେ ତାହା ହେଇପାରିବ। ଆଉ ଯଦି ଆମେ ଓଡ଼ିଶାର କଥାକୁ ଦେଖିବା ତ ଆହୁରି ମଧ୍ୟ ଆମର କଥା ଆସେ ଯେ କଳିଯୁଗର ଶେଷ ସମୟ ହୁଁ ବେଳକୁ ଶାସନ କରୁଥିବ ଏବଂ କଣ ଘଟିବ ସୁଖୀ ଜୀବନ ଦିନାଳ ପୁଷ୍କରିଣୀ ଜଳ କୌଣସି ନଦୀରେ ଭଲେ ନ ବହିବ ଜଳ କଳ୍ପବୃଷ୍ଟି କରି ଇନ୍ଦ୍ର ପୃଥ୍ୱୀକୁ ପାରିବ ଶ୍ରାବଣ ମାସରେ ଜଳ ନିରାଧାର ଦେବ। ଏବେ ରବୀନ୍ଦ୍ର ରାଜା ଅଙ୍କେ ଭୋଗ ହେବ ସତ୍ୟ କଳି ଗିଳା ବାବୁ ନୟନେ ଦେଖିବ। ହୁଁ ତ ଏଇ ସମୟରେ କଣ ହବ ଶେଷ ସମୟ ବେଳକୁ ନଦୀ ନାଳ ପୁଷ୍କରିଣୀର ଜଳ ସବୁ ଶୁଖିଯିବ। ନଦୀ ଥିବ କିନ୍ତୁ ନଦୀରେ ଭଲ ଭାବରେ ଜଳ ପ୍ରବାହିତ ହଉନଥିବ ଆଜି ତାହା ଘଟୁଛି। ଆଚ୍ଛା ଗୋଟେ ଗୋଟେ ଜାଗାରେ ମାଳିକାରେ କହିଛନ୍ତି ଯେ ସ୍ୱଳ୍ପ ବୃଷ୍ଟି ହେବ ବୋଲି ଆଉ ହୁଁ ଗୋଟେ ଗୋଟେ ଜାଗାରେ କହିଛନ୍ତି ଯେ ଅତ୍ୟଧିକ ପ୍ରବଳ ଅତି ପ୍ରବଳ ବୃଷ୍ଟି ହେବ। ତାକୁ ଯଦି ଆମେ ଟିକେ ସମୀକ୍ଷା କରିବା ତ ଗୋଟେ କଥା ଆସେ ଯେ ମହାପୁରୁଷ
କହିଥିଲି ଯେ ପ୍ରଥମେ କଣ ହବ? ପ୍ରଥମେ ଆମେ ଭାବୁଛେ ଯେ ଗୋଟେ ଜାଗାରେ କହୁଛନ୍ତି ସ୍ୱଳ୍ପ ପୁଷ୍ଟି ହବ, ଗୋଟେ ଜାଗାରେ କହୁଛନ୍ତି ଅତ୍ୟଧିକ ପୁଷ୍ଟି ହବ। କେମିତି ହବ? সেই ବିଷୟରେ ମହାପୁରୁଷ ଚକ୍ରାମରାମ କହନ୍ତି, ବଢି ପରେ ହେବ ମରୁଡ଼ି ଗଜା ହୋଇବ କାନ୍ଧାଇ କାନ୍ଧାଇ ମଢାରେ ପ୍ରଥମେ ବଢି ହେବ। ପ୍ରଥମେ ଆଗ ଅତ୍ୟଧିକ ବର୍ଷା ଦ୍ୱାରା ନଈ ବଢିର ପରିସ୍ଥିତି ସୃଷ୍ଟି ହେବ, ତାପରେ ମରୁଡ଼ିର ପରିସ୍ଥିତି ସୃଷ୍ଟି ହେବ ବୋଲିକି ମହାପୁରୁଷ ପ୍ରମାଣନ୍ତି। ଆଚ୍ଛା ତେଣୁ ଏତେ ପରିମାଣରେ ମୃତ୍ୟୁ ହେବ ଯେ କାନ୍ଧାଇ କାନ୍ଧାଇ ମଢାରେ ଦେହ ଦରଦ ହେବ। ଏତେ ପରିମାଣରେ ମୃତ୍ୟୁ ହେବ ଯେ ସେ ଶବକୁ କାନ୍ଦିବା ପାଇଁ ଯେଉଁମାନେ ବି କାନ୍ଦିବେ, ଯେଉଁମାନେ ରହିଥିବେ ତାଙ୍କର ଦେହ ଦରଜ ହେବ। ଏଇଭଳି ପରିସ୍ଥିତି ସୃଷ୍ଟି ହେବ ଶେଷ ସମୟ ବେଳକୁ। ଏବଂ ଶ୍ରାବଣ ମାସରେ ଜଳ ନିରାଧାର ହେବ। ଶ୍ରାବଣ ମାସରେ ନଦୀରେ ଆଉ ଜଳ ନଥିବ। ଯେଉଁ ସମୟରେ ବର୍ଷା ସମୟ, ଯେଉଁ ସମୟରେ ନଦୀ ଫୁଲ ରହେ, ଜଳ ରହିବ ନା। କେତେ ତ ନବୀନ୍ଦ୍ର ହୋ ରାଜା ଓକେ ଭୋଗ ହେବ ସତ୍ୟ କଳିଲା ବାବୁ ନୟନେ ଦେଖିବ। କେତେକ ନବୀନ୍ଦ୍ର ରାଜା ଅଙ୍କରେ ଭୋଗ। ଆଚ୍ଛା ରାଜାଙ୍କର ଅଙ୍କରେ ତାଙ୍କ ସମୟରେ ଏଇ ସବୁ ଭୋଗ ହବ ଏବଂ ସତ୍ୟ କଳି ଲୀଳା, କଳି ଦେଖିକି ସତ୍ୟ ଆସିବାର ଲୀଳାକୁ ନୟନରେ ଦେଖିବ ବୋଲିକି ମହାପୁରୁଷ ଏଠି କହୁଛନ୍ତି। କୋଉ ରାଜାଙ୍କର ସମୟରେ ଭୋଗ ହବ? ନବୀନ୍ଦ୍ର ରାଜା କି କରାଯାଇଛି ତାକୁ ତ ଆମେ ବିଶେଷ ରୂପରେ ଖୋଲିକି ବିସ୍ତାର ଉପରେ କହିବା ନାହିଁ। ନାଇଁ ନାଇଁ, ନବୀନ୍ଦ୍ର ରାଜା ପୁଣି କିଏ? ଯାହା ଭଗବାନଙ୍କର ନିର୍ଦ୍ଧାରିତ, ତାହା ସମୟ ଆସିଲେ ସମସ୍ତେ ତାହା ଦେଖିପାରିବେ। ଆଚ୍ଛା ସବୁ ଜିନିଷ ଯେହେତୁ ବର୍ତ୍ତମାନ ସବୁ ରାଜନୀତି ବିଷୟରେ ଏବେ ସବୁ ଖୋଲିକିରି କହିବା ଉପଯୁକ୍ତ ନୁହେଁ। ଆଚ୍ଛା ସୂଚେଇ ଦେବା ଦରକାର ଏବଂ ସମସ୍ତେ ମାନେ ସେଥିରେ ବେଶୀ ମନ ଲଗେଇକିରି ଯେ କିଏ ହେବ, କିଏ ସିଟ୍ ପାଇବ, କିଏ ଆସନ ପାଇବ, ଏଇଟା ଦେଖିବା ଉଚିତ ନୁହେଁ। କାହିଁକି ଯେ ରାଜନେତା ମାନେ ପାଗଳ ହେବେ ବୋଲିକି କହିଲେ, ରାଜନୀତି କ୍ଷେତ୍ର ହେବ, ନେତା ମାନେ ସବୁ ହେବେ ପାଗଳ। ତ ନେତା ମାନେ ପଦ ପଦବୀ ପାଇବା ପାଇଁ ପାଗଳ ହେବେ। ସେଥିପାଇଁ ପଦ ପଦବୀ କେତେବେଳେ ରହିବ ତ କାହାର ପଦ ପଦବୀ କେତେବେଳେ ପଶିଯିବ ତାହା କେହି ବି କହିପାରିବେ। ସେଥିପାଇଁ ମହାପ୍ରଭୁ ତାହା ସ୍ଥିର କରିବେ, ଯାହା ମାଳିକାର ବର୍ଣ୍ଣନା ତାହେଲେ ସୂଚେଇ ଦେଲେ ଯେ ଏମିତି ଏମିତି ଶେଷ ସମୟରୁ ଏଇଆ ସବୁ ହବ, ଏମିତି ୟାଙ୍କର ଅଙ୍କ ଏମିତି ସବୁ ଭୋଗ ହବ, ସତ୍ୟ କଳି ଲୀଳାକୁ ଦେଖିବ, ଏଇଟା ସୂଚେଇ ଦେଲ। ଏଇଭଳିଆ ଓଡ଼ିଶା ବୁଝିପାରିଲେ? ଆଉ କୁହନ୍ତୁ, ଓଡ଼ିଶା କଥା ଗଲା, ଭାରତ କଥା କୁହନ୍ତୁ। ଭାରତ କଥା ଯଦି ଦେଖିବା, ସମସ୍ତେ ତ ଜାଣିଛନ୍ତି ଯେ ଭାରତରେ ଯିଏ ବର୍ତ୍ତମାନ ତାରା ବିଶ୍ୱକୁ ଚବଳ କରୁଛନ୍ତି। କାହିଁକି ନା ସଂସାରରେ ଗୋଟିଏ ଭକ୍ତ ଜନ୍ମ ନିଏ, ଗୋଟିଏ ଭକ୍ତ ସାରା ବିଶ୍ୱଟାକୁ ପବିତ୍ର କରିଦିଏ। ସାରା ବିଶ୍ୱଟା ଜଣକ ଯୋଗୁଁ ବି ସାରା ବିଶ୍ୱ ଆଜି ପବିତ୍ର ହେଇଛି। ତ ସମସ୍ତେ ଜାଣିଛନ୍ତି ଯେ ଭାରତରେ କିଏ ବର୍ତ୍ତମାନ ଯୋଉ ପଦବୀକୁ କିଏ ପ୍ରାପ୍ତି ହେବେ ସେ ସମସ୍ତେ ଜାଣିଛନ୍ତି। କିଛି ବି ଦ୍ୱନ୍ଦ୍ୱ ନାହିଁ। ଆଚ୍ଛା ସେଥିରେ କିଛି ବି ଦ୍ୱନ୍ଦ୍ୱ ନାହିଁ। ଏବଂ ଯାହା ମହାପୁରୁଷ ମଧ୍ୟ କହିଥିଲେ, ଭାରତର ଶେଷ ରାଜା ଯୋଗୀ ଏହାପରେ ହେବ ବାବୁ ଶେଷ ରାଜା କିଏ ହେବେ? ସେ ଯୋଗୀ ବର, ଯିଏ କି ଯୋଗ ନିୟମରେ ଥିବ, ଯିଏକି ଯାହାଙ୍କର ସାଧନା ଥିବ, ସାଧନାର ବଳ ଥିବ, ଯୋଗର ବଳ ଥିବ, ତ ସିଏ ହିଁ ଭାରତର ଶେଷ ରାଜା। ଏବଂ ତାପରେ ମିଲିଟାରୀ ଶାସନ ମାନେ ସଂସାରରେ ବିଶ୍ୱ ଯୁଦ୍ଧର ପରିସ୍ଥିତି ଏବଂ ଦେଶ ମାନଙ୍କ ଭିତରେ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହେବ। ଆଚ୍ଛା ଆଚ୍ଛା ତ ଏଇ ସମୟ, ଏଇ ଯୋଉ ପରିସ୍ଥିତି ସୃଷ୍ଟି ହେବ, ତାପରେ କିଏ ହେବେ? ତାପରେ କିଏ ହେବେ ତାହା ଆପଣଙ୍କର ଭାଗବତରେ କହିଛନ୍ତି ଏବଂ ମହାପୁରୁଷ ମାଳିକାରେ ବି ମଧ୍ୟ କହିଛନ୍ତି। ତାପରେ ଆମର ହସ୍ତିନାପୁର ସିଂହାସନ, ଯାହାକି ଦିଲ୍ଲୀ ସିଂହାସନ, ଦେବାପି ଦ୍ୱାପର ଯୁଗରେ ଅଛନ୍ତି, ତାଙ୍କୁ ଦିଲ୍ଲୀ ସିଂହାସନ ଦେବେ। ଏବଂ ମରୁ ରାଜା ବୋଲିକି ଜଣେ ଯିଏକି ତୃତୀୟ ଯୁଗରେ ଅଛନ୍ତି, ତାଙ୍କୁ ଅଯୋଧ୍ୟା ସିଂହାସନ ଦେବେ। ଆଚ୍ଛା ସ୍ୱୟଂ କଳ୍କୀ ଭଗବାନ ତାଙ୍କୁ ସେଇ ସିଂହାସନ ଦେବେ। ଜଣକୁ ଦେବେ ହସ୍ତିନାପୁର ଦିଲ୍ଲୀ ସିଂହାସନ, ଆଉ ଜଣକୁ ଦେବେ ଅଯୋଧ୍ୟାର ସିଂହାସନକୁ ଦେବେ।
से दी जण से से जुगरू त्या जुगरू भगवान को तपस्या करके रखिंट हिमालय प्रभु डका पठेबे एवं से आसिले से पदवी को प्राप्त कहीं संसार ये जो सारा भारत वर्षर जो सुरक्षा देवाई तार कथा बुझा कहीं नथिबे अपेक्षा करके कम दरकार एवं आम जो कथा कहते भारत शेष राजा जोगी बोला एटा काहाको इंडिकेट करूची श्रीमान आदित्य दास काहाको एटा इंडिकेट करूची तो ये जो जोगी बोला कथा कहबा तो एठी आपण माने जानि परथि दी जनकर कथा तो सही भितर जे जहा तो भाबुचंती 100% तो बोले ता एवं काहे जे दुख साधना जार थी एवं हमर जदी जो पूर्व प्रधानमंत्री हमर नरेंद्र मोदी कथा जदी कहिबा तो से भी गोटे साधारण व्यक्ति नुह आम कौन पक्ष विषय जाऊ आम प्रकृत जहाँ जनकर स्वभाव जहाँ जनकर चरित्र से जिनसा आम कहूँ सबको मुखर जना जाए जहाँ बायोग्राफी जना जाए से विषय को तो जब आम नरेंद्र मोदी कथा को देखा सी जन साधारण व्यक्ति नुहति एम सब हूँ भगवान को कृपा पात्र आम शास्त्री गोटे कथा आसे जे महापुरुष मान केतबेले जन्म हुए महापुरुष मान जन्म दुईटी कारण महापुरुष मान जन्म दुईटी कारण प्रथम कारण टी है जे ये जो संसार लोक मान स्थिति परिस्थिति को देखिक जो नर्क आड़ गमन हबार स्थिति को देखिक दया आसे महापुरुष मान जन्म नियंती एवं कल्याण करने कल्याण जन्म और द्वितीय कारण की है भगवान निर्देश क्रमे से जन्म होता है महापुरुष मान भक्त मान जन्म होता है अच्छा तो ये जो नरेंद्र मोदी कथा आम कहवा तो सी भी गोटे साधारण व्यक्ति नुह सी भी होते भगवान कृपा पात्र जहां जोग बोली आज जदि भारत वर्ष परिचय तार विवेक अन्य देश मान चारिड़े प्रसिद्ध लाभ कला ये सारा भारत वर्ष जहाँ जो राजनीति क्षेत्र को आसी सी से पूर्व बायोग्राफी जहाँ जना पड़े से हिमालय को जाइए तपस्या करने हाँ एटा भी लिखा अछि हिमालय को जाइए तपस्या करने सिद्धि प्राप्ति होता हिमालय रे जेतबे तपस्या करते गोटे हमरा 1000 वर्ष पूर्व जने संत जने सेठी अछन बड़ा बाबा जने ताकर नाम छ महावतार बाबा अच्छा 1000 वर्ष पूर्व ये आजिर कथा है 1000 वर्ष पूर्व कथा है 1000 वर्ष जो जाइतिले महावतार बाबा से हिमालय रे अछन तो संत से अदृश्य भक्त उपयुक्त व्यक्ति बोलिए भावी उपयुक्त भक्त बोलिए जहाँ भावे दर्शन देवी कृपा अच्छा तो नरेंद्र मोदी जो जाइए तपस्या करते जहाँ जना पड़े ये जो महावतार बाबा दर्शन से पाई निर्देश दिला जो नरेंद्र मोदी को से कहते तोर कार्य तोर कार्य जिते तोर आसो बर्तमान ये भारत दायित्व भार से क्षेत्र आने से समय आसो से तू मो रास्ता को ये जो जोगी रास्ता को अच्छा ये से दिन से जिते राजनीति क्षेत्र में परवर्ती समय से आसछंती एवं राजनीति क्षेत्र में आसती भगवान को कृपा भगवान कृपा महापुरुष कृपा तुलसी देव सिद्धि पासी लाभ संसार जेते बड़ कार्य करिया पे जहाँ बड़ कार्य बिना कार्य करना पे संत मात्र